नमस्कार दर्शक बंधु प्रधानमंत्री आवास योजनार गोटे नुआ भिडियो आपण मानक समस्त को बहुत बहुत स्वागत। दर्शक बंधु प्रधानमंत्री आवास योजना को नहीं आसी गोटे बड़ अपडेट। तो कौन अपडेट रही आग को जाना किंतु ता पूर्व निश्चित भाव भिडियो गोटे लाइक कर दिंतु। आउ जदि आप आम चैनल को प्रथम कर नुआ नुआ अपडेट पाइबापी आम चैनल को सब्सक्राइब करनियंतु। तेबे डेरी नक चलतु भिडियो आरंभ करवा। दर्शक बंधु प्रधानमंत्री आवास योजना को नहीं आसला बड़ अपडेट। यह सरकार नुआ वर्ष भेटी बोली कहुपे। यही जनवरी मसरे मिल 10 लाख घर कार्यादेश राज्य पंचायत राज विभाग एने घोषणा करिसेंती। आपण माने जानिथिबे आगरू जो सर्वे होइतिला सेल्फ सर्वे हो किंबा असिस्टेड सर्वे हो मोट 35 लाख हिताधिकारी सर्वे होइतिला किंतु सेथिरु 34 लाख हिताधिकारी नाम सर्टलिस्टेड होई सारिछि। ସେହି 34 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମେ ୱାର୍କ ଅର୍ଡର ଦିଆଯିବ। ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି। ସମସ୍ତ 34 ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ କିନ୍ତୁ 3 ଗୋଟି ପର୍ଯ୍ୟାୟରେ ଦିଆଯିବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ହିତାଧିକାରୀଙ୍କୁ ଏହି ଜାନୁଆରୀ ମାସରେ କାର୍ଯ୍ୟାଦେଶ ଦିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ହିତାଧିକାରୀଙ୍କୁ ଦିଆଯିବ ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ଯେଉଁମାନେ ବାକି ରହିଲେ 34 ଲକ୍ଷରୁ ସେମାନଙ୍କୁ ସମସ୍ତଙ୍କୁ କମ୍ପ୍ଲିଟ୍ କରାଯିବ ବା 3 ଗୋଟି ପର୍ଯ୍ୟାୟରେ ସମସ୍ତ 34 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଘର କାର୍ଯ୍ୟାଦେଶ ଦିଆଯିବ ବା ୱାର୍କ ଅର୍ଡର ଦିଆଯିବ। ତ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଏହି 2026ରେ 3 ଗୋଟି ପର୍ଯ୍ୟାୟରେ ସମସ୍ତଙ୍କୁ ଘର ମିଳିବ ବା ସମସ୍ତେ ଘର ପାଇବେ। ଆପଣମାନେ ଜାଣିଥିବେ ଅନ୍ତର୍ଦୟ ଗୃହ ଯୋଜନାରେ ଅନେକ ହିତାଧିକାରୀଙ୍କୁ ଘର ଦିଆଯାଇଛି। ଆହୁରି ମଧ୍ୟ ଯେଉଁ ଯୋଗ୍ୟ ହିତାଧିକାରୀଙ୍କର ନାମ ଏହି 34 ଲକ୍ଷ ମଧ୍ୟରେ ନାହିଁ ସେମାନଙ୍କୁ ଅନ୍ତର୍ଦୟ ଗୃହ ଯୋଜନାରେ ଘର ଦିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ତ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ଅପେକ୍ଷାରେ ରହିଛନ୍ତି। ଅନେକ ଲୋକ କଚ୍ଚା ଘରେ ପଲିଥିନ୍ ତଳେ ରହୁଛନ୍ତି। ସେମାନଙ୍କୁ ଏହି ଅପଡେଟ୍ ପାଇବା ପରେ ନିଶ୍ଚିତ ଭାବେ ଟିକିଏ ଆଶ୍ୱସ୍ତି ଲାଗିବ। ଅନେକ ଯୋଗ୍ୟ ହିତାଧିକାରୀଙ୍କ ମନରେ ଏବେ ଦ୍ୱନ୍ଦ୍ୱ ଆସୁଥିବ ଯେ ଏହି ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ଲୋକଙ୍କ ମଧ୍ୟରେ ମୋର ନାମ ଅଛି କି ନାହିଁ। ତ ଏହି 10 ଲକ୍ଷଙ୍କ ମଧ୍ୟରେ କାହାର ନାମ ଅଛି କାହାର ନାହିଁ ଏହି ଜାନୁଆରୀ ମାସରେ ସ୍ପଷ୍ଟ ହୋଇଯିବ। ଯାହା ବି ହେଉ ଆପଣମାନେ ଆଉ ଚିନ୍ତା କରିବାର ନାହିଁ। 3 ଗୋଟି ପର୍ଯ୍ୟାୟରେ ସମସ୍ତଙ୍କୁ ଏହି 2026ରେ ଘର ମିଳିବ। ତ ଆଶା କରୁଛି ଏହି ଛୋଟ ଇନଫର୍ମେସନଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ନିଶ୍ଚିତ ଭାବେ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆଉ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ଏହିଭଳି ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।